नमस्कार जय जगन्नाथ मते पाइपिंग केमती तैयारी करके लगेगा हम से विषय कहबी हाथ हो बेकरे हो कि जो स्टाइल जो स्टाइल कर लगे लगे तो ताको गोटे माप आम देख गोटे अभी 1.5 इंच नहीं काटी कारण आम फोल्ड कर पाइपिंग लगेगा आगे 1.5 इंच नहीं गोटे माप काटिदेबा काटिदेला जो गोटे सैज रहा सिलाई सिलाई कर सारा पाइपिंग ठीक सैज आस देखो मुझे गोटे माप सब काटी ଏବେ ଆକୁ ସବୁ ଆମେ ସବୁ ଯେତିକି କଟ୍ ପିସ୍ ଯେତିକି ଯାହା ଅଛି ତାକୁ ଆମେ କାଟିଦେବା ଯୋଉଠି ଯୋଉ ଷ୍ଟାଇଲ କରି ସେଇ ଅନୁସାରେ କପଡା ଲମ୍ବ ରଖିକି ତାକୁ ଜଏଣ୍ଟ କରିଦବା। ମୋର ଏଠି ବ୍ୟାକ୍ ସାଇଡରେ ଜଏଣ୍ଟ କରିବାର ଅଛି ଷ୍ଟାଇଲଟା ତ ମୁଁ ଟିକେ ଅଧିକ ଲଙ୍ଗ ରଖିଛି ଦେଖିପାରୁଥିବେ ମୋର ଏବେ ସେଇ ଜଏଣ୍ଟ ହେଇଗଲା। ଆକୁ ଟିକେ ଡବଲ ସିଲେଇ ପକେଇଦେଲେ ଜଏଣ୍ଟ ଏରା ଭଲ ଆସିବ। ତାପରେ ଦେଖ ମୁଁ କେମିତି ବାଗଉଛି ପାଇପିଂଟାକୁ ପ୍ରଥମେ ଦେଖ ମୁଁ ଯୋଉ ପାଇପିଂ ଯୋଉ ଜଏଣ୍ଟ ଯୋଉ ଷ୍ଟିଚିଂଟା ଯେମିତି ବାହାରକୁ ରହିବ କାରଣ ଆମର ଯୋଉ ସିଲେଇ ସରିଲା ପରେ ଆମେ ଯୋଉ ପାଇପିଂଟା ବାହାର କରିବା ସେ ଯୋଉ ସିଲେଇଟା ଭିତରେ ରହିଯିବ ଯଦି ଆମେ ଏବେ ଜଏଣ୍ଟ କରିବା ତାକୁ ବାହାର ପଟ ରଖି ଜଏଣ୍ଟ କରିବା ଦେଖ ଯେତିକି ଆମର ଲଙ୍ଗ ଥିଲା ସେଇ ଅନୁସାରେ ଆମେ ଏବେ ସିଲେଇଟା କରିଦେବା ସିଲେଇ କରିସାରିଲା ପରେ ଯୋଉ ଯୋଉ ସିଲେଇଟା ଯୋଉ ଜଏଣ୍ଟ ସିଲେଇଟା ସବୁ ମୋର ବାହାରେ ଅଛି କାରଣ ଯୋଉ ପାଇପିଂଟା ମିଳିଥିବ ସେ ସିଲେଇଟା ଭିତରେ ରହିଯିବ। ସରିଗଲା ପରେ ଦେଖ ଫାଷ୍ଟ ସୂତାଟାକୁ ଡବଲ ଫୋଲ୍ଡ ଯୋଉ ସୂତା ଆମର ସିଲେଇ ସୂତାକୁ ତାକୁ ଡବଲ କରିଦେବେ କରିଦେଇ ପରେ ଯୋଉ ପାଇପିଂର ଉପର ଭାଗରେ ଯୋଉ ଓଲଟା ସାଇଡରେ ରଖିଦେଇକି ତାକୁ ଟେଲର ଦ୍ୱାରା ଟିକେ ସିଲେଇ କରିଦେବେ। ଆମେ ଯେତେବେଳେ ପାଇପିଂ ଭିତରେ ପଶିକି ଆମେ ଯେତେବେଳେ ଟାଣିବା ଛିଡ଼ିବନି ଯେତେ ପରସ୍ତ ରଖିଥିଲେ ଏଟା ଛିଡ଼ିଯିବ ଡବଲ ପରସ୍ତ କରିଦେଇକି ରଖିଦେଇଥିବେ। ତାପରେ ଦେଖ ମୁଁ ଟେଲର ଦ୍ୱାରା ତାକୁ ସିଲେଇ କରିଦେଲି ତାପରେ ଟିକେ ମୁଁ ଏଠି ଡାମ୍ଫୁଣରେ ପଶେଇକି ଇଏ କରିଛି ଛୁଞ୍ଚିରେ କଲେ ଟିକେ ମାନେ ଛୋଟ ହେଇଯିବ ନା ମୁଁ ସେଥିପାଇଁ ଏଠି ଡାମ୍ଫୁଣରେ କରିଛି ଦେଖିପାରୁଥିବେ ସବୁ। ତ ଡାମ୍ଫୁଣରେ ତାକୁ ପୁରେଇ ଦେବେ ପୁରେଇ ଦେଇକି ଯେତେବେଳେ ଆମ ସୂତାଟା ସେପଟ ସାଇଡ୍ ଆସିଗଲା ଦେଖ ପୁରା ଏପଟ ସାଇଡରୁ ବାହାର କରି ସେପଟ ସାଇଡରେ ପସେଇ ଦେଲା ପରେ ଆମର ଯୋଉ ସୂତାଟାକୁ ଟାଣିଦେଲେ ଆମର ବାହାରି ପଡିବ ଯୋଉ ପାଇପିଂର ଯୋଉ ଓଲଟ ସିଧାଟା ସିଲେଇ ହେଇଥିଲା ଆମର ପାଇପିଂ ହିଁ ବାହାରି ପଡିବ। ଦେଖ ମୁଁ ଧୀରେ ଧୀରେ କେମିତି ଇଏ କରୁଛି ଏମିତି ହିଁ ଆପଣ ମାନେ ପାଇପିଂ ତିଆରି କରି ଯେତେ ସରୁ ହେଇଥାଉ କରିପାରିବେ ପାଇପିଂଟା ତିଆରି କରିପାରିବେ। ମୁଁ ଏଠି ଟିକେ ମୋଟା ରଖିଛି ମୁଁ ଏଠି ବ୍ୟାକ୍ ସାଇଡରେ ଡିଜାଇନଟା ଲଗେଇବି ତ ମୋଟା ରଖିଛି ଆପଣମାନେ ଚାହିଁଲେ ଆକୁ ଯେତେ ପତଳା କରିବେ କିନ୍ତୁ ଏଇ ଆଇଡିଆରେ କଲେ ଛିଡ଼ିବନି ପାଇପିଂଟା ବି ଠିକରେ ବାହାରି ପାରିବ ସୁବିଧା ହବ ଆମକୁ କରିବା ପାଇଁ। ଯଦି ଆପଣ କିଛି ବୁଝିପାରିବେନି ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ ମୁଁ ବୁଝେଇଦେବି। ରହିଲି ଜୟ ଜଗନ୍ନାଥ। ଆଉ ଯଦି ଇନଷ୍ଟା ଫେସବୁକ୍ ଦେଖୁଛନ୍ତି ମୋର ଭିଡ଼ିଓ ତାହେଲେ ଫଲୋ କରିଦେବେ ଆଉ ଯଦି ୟୁଟ୍ୟୁବ ଦେଖୁଛନ୍ତି ନିହାତି ଭାବରେ ସବସ୍କ୍ରାଇବ କରିଦେବେ ଆଉ ସବୁଠାରେ ଗୋଟେ ସୁନ୍ଦର କମେଣ୍ଟଟେ ଲେଖିଦେବେ। ଆଉ କେମିତି ଲାଗିଲା ପାଇପିଂରେ କେମିତି କଣ ଯଦି ନ ଜାଣିପାରିଲେ ତାହେଲେ ମୋତେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣେଇବେ ମୁଁ ଆର କହିଦେବି ପାଇପିଂ। ଦେଖ ଏବେ ରେଡି ହେଲା ପାଇପିଂ। ରହିଲି ଜୟ ଜଗନ୍ନାଥ।